ବନ୍ୟା ଜଳ ପ୍ରବାହିତ ହେଉଛି ଇନଫ୍ଲୋ ଏବଂ ସେମିତି ଆଉଟଫ୍ଲୋ ବି ଆମର ହୀରାକୁଦ ରିଜର୍ଭରୁ ପାଖାପାଖି 14ଟା ଗେଟ୍ ଏବଂ ଯାହା ପାୱାର ହାଉସ୍ ଆଉ କେନାଲ ମାଧ୍ୟମରେ 2,50,000 କ୍ୟୁସେକ୍ସ ବନ୍ୟା ଜଳ ନିଷ୍କାସିତ ହେଉଛି। ସେଇଟା 24 ଘଣ୍ଟା ପରେ ଧରନ୍ତୁ କାଲି ରାତି ହେଲେ ଆଜି ରାତି ସୁଦ୍ଧା ଏକଡ଼େ ପାସ୍ କରିଯିବ ତା ପିକ୍ଟା ଆମର ଯେଉଁଟା ଆସିଛି ଭାର୍ଗବୀ ଆଉ ଦୟା ଭାର୍ଗବୀଟା ଏଇଥିପାଇଁ ଇମ୍ପୋର୍ଟାଣ୍ଟ ତେଣୁ କାହିଁକିନା ତାର ଯେଉଁ ଲୋ ଲାଇଂ ଏରିଆ ଫେରିଆ ଅଛି ଆମର କଣାସ ବ୍ଲକ ଏବଂ ଭାର୍ଗବୀର ତଳ ଏରିଆଟା ସେ ଧନୁଆ ଫନୁଆ ଟିକେ ଯେଉଁ ୱାଟର ଲଗିଂ ଟିକେ ହୁଏ ତେଣୁ ତା ପାଇଁ ମେନ୍ ଆମକୁ ଖୋର୍ଦ୍ଧା ଆଉ ପୁରୀ ଗତକାଲି କହିଥିଲି ଆଜି ବି କହିଛି ଆମ ଅଫିସରମାନେ ସଜାଗ ଅଛନ୍ତି ବଟ୍ ଟିକେ 6 ଲକ୍ଷ କ୍ୟୁସେକ୍ସ ପାଣି କିଛି କୌଣସି ଜାଗାରେ ଅସୁବିଧା କିଛି ନାହିଁ। ଆଉ ଆମର ସମସ୍ତ ନଦୀ ବର୍ତ୍ତମାନ ବୈତରଣୀ ଟିକେ କେବଳ ରାଇଜିଂ ଟ୍ରେଣ୍ଡରେ ଅଛି ଭାବୁଛି ଏଇଟା ପୁଣି ଷ୍ଟେବୁଲ୍ ହେଇଯିବ କାରଣ କୌଣସି ବଡ଼ ରେନଫଲ୍ ଇଭିନ୍ ଆମର ବୈତରଣୀ ବେସିନ୍ରେ ମୋଟୁ 2 mm ବର୍ଷା ହେଇଛି ସୋ ଏଇଟା ପୁଣି ଖସିଯିବ ଯଦିଓ ରାଇଜିଂ ଟ୍ରେଣ୍ଡରେ ଅଛି ଆଖୁଆପଦା ପାଖରେ। ସେମିତି ଆମେ ସୁବର୍ଣ୍ଣରେଖା ବୁଢ଼ାବଳଙ୍ଗ ଆଉ ଜଳକା ସବୁଯାକ ମଚ୍ ବିଲୋ ଡେଞ୍ଜର ଲେଭୁଲ୍ ଅଛି। ଏକଡ଼େ ବି ଆମର ଯେଉଁ ରିଭର୍ସ ରହିଲା ବ୍ରାହ୍ମଣୀ ବି ଜେନାପୁର ପାଖରେ ଫଲିଂ ଟ୍ରେଣ୍ଡରେ ଅଛି ବହୁତ ତଳେ ଅଛି ବିପଦ ସଂକେତର ଠାରୁ। ସେମିତି ଆମର ଋଷିକୁଲ୍ୟା ହେଲା ନାଗାବଳୀ ବଂଶଧାରା ଏ ସବୁଯାକ ତେଣୁ ଓଡ଼ିଶାରେ ବର୍ତ୍ତମାନ ବନ୍ୟା ସ୍ଥିତି ନାହିଁ କହିଲେ